ରିଜନିଂ ସିରିଜର କ୍ଲାସ୍ ନମ୍ବର 5 କୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୋର ଆଶା ଆପଣମାନେ ସମସ୍ତେ ଭଲ ଥିବେ। ତ ଏହି ଭିଡ଼ିଓରେ ଆମେମାନେ କୋଡ଼ିଂ ଡିକୋଡ଼ିଂର ଲାଷ୍ଟ ଆଉ ଯେତିକି 20ଟା କ୍ୱେଶ୍ଚିନ୍ ଅଛି ଟିକେ ଏକ୍ସପର୍ଟ ଲେବୁଲର କ୍ୱେଶ୍ଚିନ୍, ତ ସେଇ ସବୁ କ୍ୱେଶ୍ଚିନ୍କୁ ଆମେମାନେ ଏହି ଭିଡ଼ିଓ ମାଧ୍ୟମରେ ଡିସ୍କସନ୍ କରିକି ପୁରାପୁରି ଚାପ୍ଟରଟା ସାରିଦେବା ହେଲା, ଯେଉଁଟାକି ଆପଣମାନଙ୍କର ଆଗାମୀ ଏଟି ଯେଉଁଟାକି ଜୁନିୟର ଟିଚର ରେଗୁଲାର ପୋଷ୍ଟ ଏବଂ ତା ସହିତ ଅଲ୍ ଟିଚିଂ ଏକ୍ଜାମ ଏବଂ ତା ସହିତ OSS, OSSS ଆଣ୍ଡ ଅଲ୍ କମ୍ପିଟେଟିଭ୍ ଏକ୍ଜାମ ପାଇଁ ବହୁତ ହେଲ୍ପଫୁଲ୍ ହେବ। କାହିଁକିନା ଆପଣମାନଙ୍କର ଯାହା ବି କିଛି ଓଡ଼ିଶାରେ ଏକ୍ଜାମ ଦିଅନ୍ତୁ ନା କାହିଁକି ଗଭର୍ଣ୍ଣମେଣ୍ଟ ଏକ୍ଜାମ ପାଇଁ, ତ ସବୁ ଏକ୍ଜାମର ସିଲାବସରେ ରିଜନିଂ ଅଛି ଏବଂ ରିଜନିଂର ଫାର୍ଷ୍ଟ ଚାପ୍ଟର କୋଉଟା ଆମର କୋଡ଼ିଂ ଆଣ୍ଡ ଡିକୋଡ଼ିଂ ମାନେ ଚାପ୍ଟରଟା ହେଲା। ତ ଏଇଟା ଆମର କୋଡ଼ିଂ ଡିକୋଡ଼ିଂର ଲାଷ୍ଟ ଚାପ୍ଟର, ଯେଉଁଟାକି ଆମେମାନେ ପୁରାପୁରି ଟିକେ ଟପ୍ ଲେବୁଲର କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିବା ଏବଂ ଏଇଟା ମାନେ ସରିଲା ପରେ ଆମେମାନେ ପୁରାପୁରି ସବୁ ଭିଡ଼ିଓକୁ ଜଏଣ୍ଟ କରିକି ଗୋଟେ ଭିଡ଼ିଓରେ ଅପଲୋଡ଼ କରିଦେବା ହେଲା, ଯେଉଁଟାକି ଆପଣମାନଙ୍କର ଗୋଟେ ଭିଡ଼ିଓରେ ସବୁ କିଛି ଗୋଟେ ଚାପ୍ଟରକୁ ସବୁ କ୍ୱେଶ୍ଚିନ୍ ଆପଣମାନେ କରିପାରିବେ ଗୋଟେ ଭିଡ଼ିଓ ମାଧ୍ୟମରେ ହେଲା। ତ ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା। ତ ଭିଡ଼ିଓ ଷ୍ଟାର୍ଟ କରିବା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲକୁ ନୂଆ ଥିଲେ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରିବେ, ଯଦ୍ୱାରା କି ମୁଁ ଯାହା ବି କିଛି ନୂଆ ଭିଡ଼ିଓ ଅପଲୋଡ଼ କରିବି ଆପଣମାନେ ତାର ଫାଷ୍ଟ ନୋଟିଫିକେସନ୍ ପାଇପାରିବେ। ଏବଂ ତା ସହିତ ଆପଣମାନେ ଆଉ କେଉଁ ଟାଇପ୍ର ଭିଡ଼ିଓ ମାନେ ଦରକାର ହେଉଛି ଆପଣମାନଙ୍କର ମୋତେ କମେଣ୍ଟରେ ଜଣାଇବେ ଏବଂ ଆପଣମାନଙ୍କୁ ଏଇ ଭିଡ଼ିଓଟା କେମିତି ଲାଗିଲା ମୋତେ ମଧ୍ୟ କମେଣ୍ଟରେ ଜଣାଇବେ। ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା। ପ୍ରଥମ କ୍ୱେଶ୍ଚିନ୍ ଆପଣମାନେ ଦେଖିପାରୁଥିବେ କି ଆପଣମାନଙ୍କୁ ଏଠି କହିଛି ଇନ୍ ଏ ସର୍ଟନ୍ କୋଡ୍ ବାସ୍କେଟ୍ ଇଜ୍ ରିଟେନ୍ ଆଜ୍ 5 ଏଇଟା ଚିହ୍ନଟା $3 ଚିହ୍ନ, ଇଏ 3% ହାଚ୍ 1, ଯେଉଁଟାକି ତାପରେ କହିଛି ଟ୍ରାଏଡ୍ ଯେଉଁଟାକି ଇଜ୍ ରିଟେନ୍ ଆଜ୍ 14 ହାଚ୍ 2। ତ ହାଉ ଇଜ୍ ସ୍କ୍ରିପ୍ଟ ରିଟେନ୍ ଆଜ୍ ଇନ୍ ଦ୍ୟାଟ୍ କୋଡ୍ ହେଲା, ମାନେ ସ୍କ୍ରିପ୍ଟକୁ କ'ଣ ଲେଖା ହେବ ଦେଖନ୍ତୁ କେମିତି ଆପଣମାନେ ଫାଷ୍ଟ ଲେଖିବେ ହେଲା। ଲେଖିବେ ବାସ୍କେଟ୍କୁ ଲେଖିଲେ କ'ଣ ନା $5 ଚିହ୍ନ 3% ହାଚ୍ 1, ତାପରେ ସେଇଭଳିଆ ଟ୍ରାଏଡ୍ ଲିଖିବେ 14 ହାଚ୍ 2। SAKIRT କୁ ଆପଣମାନେ କ'ଣ ଲେଖିବେ ଦେଖନ୍ତୁ ଏଠି ଆପଣମାନଙ୍କୁ ସବୁ କିଛି ମାନେ ଲେଟର ସବୁ ମାନେ କୋଡ୍ ଦେଇଦେଇଛି ହେଲା। ଯେମିତିକି ଏସ୍ର କ'ଣ ଦେଇଛି ନା 3 ଦେଇଛି, କେର କ'ଣ ଦେଇଛି ନା ପରସେଣ୍ଟେଜ, ଆଇର କ'ଣ ଦେଇଛି ନା ଆମର ଆଇର ଦେଇଛି କ'ଣ ନା ଷ୍ଟାର, ତାପରେ ଆର ର କ'ଣ ଦେଇଛି ନା ଆର ଦେଇଛି 4, ଟି ର ଦେଇଛି କ'ଣ ନା 1। ତ କ'ଣ ହେବ 3% ତାପରେ ଷ୍ଟାର ତାପରେ 4 ତାପରେ 1, ଯେଉଁଟାକି ଆମର ଅପସନ୍ କେତେ ନମ୍ବର ଅଛି ନା ଆମର ଅପସନ୍ ଡି ର ଅଛି ହେଲା। ଅପସନ୍ ଡି ୱିଲ୍ ବି ରାଇଟ୍ ଆନ୍ସର। ଓକେ, ତ ସେଇଭଳି ଭାବରେ ପରବର୍ତ୍ତୀ କ୍ୱେଶ୍ଚିନ୍ କହିଛି ଇନ୍ ଏ ସର୍ଟନ୍ କୋଡ୍ ଲାଙ୍ଗୁଏଜ 3A 2B 7C means truth is eternal। ତ 7C 9A 8B 3A means କ'ଣ ନା enmity is not eternal and 4D 2D 8B means truth does not, ତାପରେ which of the following means enmity in that language ହେଲା। ଦେଖନ୍ତୁ ଆମେ ମାନେ ଫାଷ୍ଟ ଲେଖିବା ହେଲା କି ନାହିଁ, ଯେଉଁଟାକି 3A 2B 7C ମିନ୍ସ କ'ଣ ନା ଆମର ହେଉଛି ଫାଷ୍ଟ ଆପଣମାନେ ଲେଖିଦେବେ। ତାପରେ ସେଇଭଳିଆ 7C 9A 8B 3A ଯେଉଁଟାକି ଆମର is not ହେଲା, ତାର 4D 2B 8B ମିନ୍ସ କ'ଣ truth does not ହେଲା। ଦେଖନ୍ତୁ ଆମର କ'ଣ ସବୁ ମାନେ କ'ଣ କ'ଣ କମନ୍ ଅଛି ହେଲା। ଫାଷ୍ଟ ଆମେ ଦେଖିବା, ଦେଖନ୍ତୁ ଏଠି 3A ଅଛି, ଏଠି ମଧ୍ୟ 3A ଅଛି ହେଲା। ଆଉ କ'ଣ ରହିଲା, ଆଉ ଆମର ଏଠି 2B ଅଛି, ଏଠି ମଧ୍ୟ 2B ଅଛି। ଆଉ କ'ଣ ରହିଲା ଏଠି କମନ୍ ତାର କ'ଣ ଟ୍ରୁଥ୍ ଅଛି, ଏଠି ମଧ୍ୟ ଟ୍ରୁଥ୍ ଅଛି ହେଲା। ତ ସେଇଭଳିଆ ବୁଝିପାରିଲେ। ତାପରେ ଆଉ କ'ଣ ଏଠି 3A ଅଛି, ଏଠି 3A ଅଛି, ତାପରେ ଏଠି 8B ଅଛି, ଏଠି 8B ଅଛି, ଏଠି 8B ଏଠି 8B। ଆଉ କ'ଣ ଏଠି କମନ୍ ନା ନଟ୍, ବୁଝିପାରିଲେ। ତାପରେ ଗୋଟେ ସେକେଣ୍ଡ ବୁଝିପାରିଲେ। ତାପରେ ଏଠି 7C ଅଛି, ଏଠି 7C ମଧ୍ୟ ଅଛି ହେଲା। ତାପରେ କ'ଣ ଦେଖନ୍ତୁ ଆମର 3A ଟା 7C ପାଇଁ କ'ଣ ହେଇପାରିବ, ଆଉ ରହିଲା ଏଠି କ'ଣ 3A 3A ପାଇଁ କ'ଣ ହେବ ନା ଆମର 7C ଏଠି 3A ଅଛି, ଏଠି ବି 2ଟା ଅଛି, ଏଠି ବି 2ଟା ଅଛି ହେଲା। ତ 2B ପାଇଁ ଆମର କ'ଣ ନା ଟ୍ରୁଥ୍,
ଆଉ 8B ପାଇଁ ଆମର କ'ଣ ଜାଣିଲେ ନା ଆମର ନଟ୍ ହେଲା। ଆଉ 7C ପାଇଁ ଆମେ ମାନେ କ'ଣ ହବ ଆଇଦର ଏଇ ଯୋଉ ଏନମିଟି ଯୋଉଟା ଅଛି ତା ପାଇଁ ଆଇଦର 7C ହେଇପାରିବ ନହେଲେ 3A ହେଇପାରିବ ହେଲା, ଯୋଉଟା କି ଆମର ମାନେ ନାହିଁ ସେମିତି ଦିଟାଙ୍କ ଅପସନ ନାହିଁ ଯୋଉଟା, ସେଥିପାଇଁ ଆମର କ'ଣ ହେଇଯିବ ଆଚ୍ଛା ଆଉ ଗୋଟେ କ'ଣ 9A। ହଁ ଏଠି ଆମର ଇଜ ଅଛି, ଏଠି ଇଟରନାଲ ଅଛି, ଏଠି ବି ଅଛି, ଏଠି ଏଜ ଅଛି। ତ ଏ ଦିଟାଙ୍କ ପାଇଁ 3A ଆଣ୍ଡ 7C ଯୋଉଟା କି ଦିଟାଙ୍କ ପାଇଁ ପଳେଇଲା, ଇଜ ଆଣ୍ଡ ଇଟରନାଲ ପାଇଁ ପଳେଇଲା। ଆଉ ରହିଲା କ'ଣ ନା 9A ଯୋଉଟା କି ଏନମିଟ ପାଇଁ ରହିଲା, ଯୋଉଟା କି ଆମର ସଠିକ ଆନ୍ସର ହେଇଯିବ, ଯୋଉଟା କି ଏନମିଟ ପାଇଁ ପଚାରିଥିଲା ଆପଣମାନଙ୍କୁ, ଯୋଉଟା କି 9A ହେଲା। ତ ଅପସନ ବି ହେଇଯିବ, ସରି ଅପସନ ଡି ହେଇଯିବ ସଠିକ ଆନ୍ସର ହେଲା, 9A। ଓକେ, ଟିକେ ଦେଖିକି କରିବେ, କୁଲ ମାଇଣ୍ଡରେ କରିବେ, ପେସେନ୍ସର ସହିତ କରିବେ। ଓକେ, ତ ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ ଏଠି ଆପଣମାନଙ୍କୁ କହିଛି ଇଫ ଲିଲି ଇଜ କଲ୍ଡ ଲୋଟସ୍, ଲୋଟସ୍ ଇଜ କଲ୍ଡ ରୋଜ, ରୋଜ ଇଜ କଲ୍ଡ ସନଫ୍ଲାୱାର and sunflower is called marigold, then which will be the national flowers of India। ମାନେ ଦେଖ national flower ଆମ କୋଉଟା ନା ଆମ ଲୋଟସ୍, ଲୋଟସକୁ ଆମର କ'ଣ କୁହାଯାଏ ନା ରୋଜ, ତ ସେଥିପାଇଁ ଆମର ସଠିକ ଆନ୍ସର ହେଇଯିବ କ'ଣ ନା ରୋଜ, ଅପସନ ସି ସଠିକ ଆନ୍ସର। ଓକେ, ତ ସେଇଭଳି ଭାବରେ ଏଠି ଆପଣମାନଙ୍କୁ ସବୁ ଦେଇଦେଇଛି, ନମ୍ବର ସବୁ ଦେଇଦେଇଛି ଏବଂ ସେମାନଙ୍କର ସିମ୍ବଲ ମଧ୍ୟ ଦେଇଦେଇଛି। ଆପଣମାନେ ଏଇ ସିମ୍ବଲ ଦେଇଛି, ଆପଣମାନେ ନମ୍ବର ପୁଟ୍ କରିବେ, ନିଜେ କରିବେ, ମୋତେ କମେଣ୍ଟରେ ଜଣେଇବେ। ଓକେ, ଏଟା ସହଜ କ୍ୱେଶ୍ଚିନ୍ ନା, ସେଥିପାଇଁ ଆପଣମାନଙ୍କୁ ଦେଇଦେଲି ହେଲା। ପରବର୍ତ୍ତୀ କ୍ୱେଶ୍ଚିନକୁ ଯିବା। ତ ପରବର୍ତ୍ତୀ କ୍ୱେଶ୍ଚିନ୍ ଆପଣମାନଙ୍କୁ ଏଠି ପଚାରିଛି ଅନ୍ ଆନାଦର ପ୍ଲାନେଟ ଦ ଲୋକାଲ ଟର୍ମିନୋଲୋଜି ଫର ଆର୍ଥ ୱାଟର ଲାଇଟ୍ ଏୟାର ସ୍କାଏ ଆର୍ ସ୍କାଏ ଲାଇଟ୍ ଏୟାର ୱାଟର ଆର୍ଥ ହେଲା। ତ ରେସ୍ପେକ୍ଟିଭଲି ଇଫ୍ ସମନ୍ ଇଜ ଥର୍ଷ୍ଟି ଦେ ଆର୍ ହ୍ୱାଟ ଉଡ୍ ହି ଡ୍ରିଙ୍କ, ମାନେ ଯଦି ସେ ମାନେ ପୁରା ମାନେ ଶୋଷିଲା ଅଛି ବା ସେ ପାଣି ପିଇବା ପାଇଁ ଚାହୁଁଛି, ତ ପାଣି ପିଇବ, ଶୋଷ ଲାଗୁଛି ନା, ତ ପାଣିଟାକୁ ସେ କ'ଣ କୁହାଯାଏ ଏଠି ଆମର ଆର୍ଥ ପାଇଁ ସ୍କାଏ, ୱାଟର ପାଇଁ କ'ଣ ଲାଇଟ୍, ଆମର ଏଠି ଲାଇଟ୍ କରିବା ଅପସନ୍ ଏ, ୱାଟର କରିବେ ନାହିଁ ହେଲା। ତ ଅପସନ୍ ଏ ଲାଇଟ୍ କରିବେ ହେଲା। କାହିଁକି ଏଠି ଆପଣମାନଙ୍କୁ ଗୋଟେ କୋଡ୍ ୱାର୍ଡ ଦେଇଦେଇଥିଲା, ୱାଟର ପାଇଁ ଆମର ଲାଇଟ୍ ହେଲା। ଗୋଟେ ଆଉ ଗୋଟେ ମାନେ ଗ୍ରହରେ ୱାଟରଟାକୁ ସେ ଲାଇଟ୍ କୁହାଯାଉଛି ହେଲା। ସେଥିପାଇଁ ମାନେ ଯଦି ସେ ଗୋଟେ ଲୋକଟେ ଅଧିକ ଶୋଷ ତାକୁ ଲାଗୁଛି, ତାହେଲେ ସେ କ'ଣ ପିଇବ ନା ଲାଇଟ୍ ପିଇବ ନା, ସେ ଗ୍ରହରେ ଲାଇଟ୍ କୁହାଯାଉଛି ୱାଟରକୁ। ଓକେ, ତ ସେଇଭଳି ଭାବରେ ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା। ଇଫ୍ ଦ ଆନିମାଲ୍ସ ହୁଇଚ୍ କ୍ୟାନ୍ ୱାକ୍ ଆର୍ କଲ୍ଡ ସୁଇମର୍ସ ହେଲା। ତାପରେ କହିଛି ଗୋଟେ ଆନିମାଲ ଅଛି, ସେମାନଙ୍କୁ ଯଦି ସେମାନେ ଚାଲୁଛନ୍ତି ହେଲା, ଚାଲାବୁଲା କଲେ ତାକୁ ସୁଇମର କୁହାଯାଏ ହେଲା। ତ ଆନିମାଲ୍ସ ହୁ କ୍ରଲ୍ ଆର୍ କଲ୍ଡ ଫ୍ଲାଇଂ, ଯଦି ସେ ଗୁରୁଣ୍ଡି ଯାଉଛି ତାକୁ ଆମେ କହିବା କ'ଣ ନା ଫ୍ଲାଇଂ। ତାପରେ ଆସିଲା ଦୋଜ୍ ଲିଭିଂ ଇନ୍ ୱାଟର ଆର୍ କଲ୍ଡ ସ୍ନେକ୍ସ ହେଲା, ଯଦି ସେ ପାଣିରେ ରହୁଛି ତେବେ ଆମେ ତାକୁ କହିବା ସ୍ନେକ୍ସ। ତାପରେ ତାକୁ ଦୋଜ୍ ହୁଇଚ୍ ଫ୍ଲାଏ ଇନ୍ ଦ ସ୍କାଏ, ଯଦି ସେ ଆକାଶରେ ଉଡୁଛି ତାକୁ ଆମେ କହିବା ହଣ୍ଟର୍ସ ହେଲା। ଦେନ୍ ହ୍ୱାଟ ୱିଲ୍ ଏ ଲିଜାର୍ଡ ବି କଲ୍ଡ, ମାନେ ଗୋଟେ ଝିଟିପିଟିକୁ କ'ଣ କୁହାଯିବ ମାନେ ସେ ଗୁରୁଣ୍ଡି ଚାଲେ ନା, ଆମେ କହିବା ଫ୍ଲାଇଂ। ଅପସନ୍ ସି ହେଇଯିବ ସଠିକ ଆନ୍ସର। ତ ସିମ୍ପଲ କ୍ୱେଶ୍ଚିନ୍। ଓକେ, ଖାଲି ପଢିବେ, ବୁଝିବେ, ଦେନ୍ ଆପଣମାନେ ମାନେ କୁଲ୍ ମାଇଣ୍ଡରେ କରିଦେବେ। ତ ପରବର୍ତ୍ତୀ କ୍ୱେଶ୍ଚିନ୍ କହିବେ ଇଫ୍ ବକେଟ୍ ଇଜ ନୋନ୍ ଆଜ୍ ଟ୍ୟୁବ୍ ହେଲା, ତ ଟ୍ୟୁବ୍ ଇଜ ନୋନ୍ ଆଜ୍ ଗ୍ଲାସ୍, ଗ୍ଲାସ୍ ଇଜ ନୋନ୍ ଆଜ୍ ସସର, ସସର ଇଜ ନୋନ୍ ଆଜ୍ ସ୍ପୁନ୍, ଦେନ୍ ହୁଇଚ୍ ୟୁଟେନ୍ସିଲ୍ ୱିଲ୍ ବି ୟୁଜ୍ଡ ଫର୍ ଡ୍ରିଙ୍କିଂ ୱାଟର। ମାନେ ପାଣି କୋଉଥିରେ ପିଅନ୍ତି ନା ଗ୍ଲାସରେ ପିଅନ୍ତି, ଗ୍ଲାସଟା କ'ଣ କୁହାଯାଉଛି ନା ସସର, ଯୋଉଟାକି ଆମର ଅପସନ୍ ବି ରେ ଅଛି। ଅପସନ୍ ବି ୱିଲ୍ ବି ରାଇଟ୍ ଆନ୍ସର। ବୁଝିପାରିଲେ, କିଛି କଷ୍ଟ କ୍ୱେଶ୍ଚିନ୍ ନାହିଁ, ଆରାମରେ ମାନେ କ୍ୱେଶ୍ଚିନ୍କୁ ମାନେ ପଢିବେ, ବୁଝିବେ ଏବଂ ଅଟୋମେଟିକ୍ କ୍ୱେଶ୍ଚିନ୍ କରିଦେବେ ହେଲା। ତ ପରବର୍ତ୍ତୀ କ୍ୱେଶ୍ଚିନ୍ କହିଛି ଇଫ୍ ଅରେଞ୍ଜ ଇଜ କଲ୍ଡ ବଟର, ବଟର ଇଜ କଲ୍ଡ ସୋପ୍, ସୋପ୍ ଇଜ କଲ୍ଡ ଇଙ୍କ, ଇଙ୍କ ଇଜ କଲ୍ଡ ହନି ଆଣ୍ଡ ହନି ଇଜ କଲ୍ଡ କ'ଣ ନା ଅରେଞ୍ଜ, ଦେନ୍ ହୁଇଚ୍ ଅଫ୍ ଦ ଫଲୋଇଂ ୱିଲ୍ ବି ୟୁଜ୍ଡ ଫର୍ ୱାସିଂ କ୍ଲଥେସ୍ ହେଲା। ଦେଖନ୍ତୁ ମାନେ ଯେତେବେଳେ ଆମ ସାର୍ଟ ପ୍ୟାଣ୍ଟକୁ ଧୋଇଥାନ୍ତି ଆମେ କାହାକୁ ୟୁଜ୍ କରନ୍ତି, ଆମେ କାହାକୁ ନା ଆମର ହଉଛି ସୋପ୍କୁ ମାନେ ସାବୁନକୁ। ବୁଝିପାରିଲେ, ତ ସାବୁନକୁ କ'ଣ କୁହାଯାଏ ନା ଇଙ୍କ କୁହାଯାଏ। ତାହେଲେ ଆମେ ମାନେ କ'ଣ ଏଠି ଆନ୍ସର କରିବା ଅପସନ୍ ଯୋଉଟାକି ଇ, ଇଙ୍କ ହେଲା। ତ ଅପସନ୍ ଇ ଯୋଉଟାକି ଇଙ୍କ ହେଇଯିବ ସଠିକ ଆନ୍ସର ହେଲା। ତ ପରବର୍ତ୍ତୀ କ୍ୱେଶ୍ଚିନ୍ ଗୋଟେ କ'ଣ କହିଛି ନା ଏଠି ସବୁ ଲେଟର ପାଇଁ ସେ ଗୋଟେ ନମ୍ବର ଦେଇଦେଇଛି ହେଲା। ତ ସେ ଆପଣମାନଙ୍କୁ ଏଠି ପଚାରିଛି କି ଏଇ ନମ୍ବରଟା ସେ ଦେଇଦେଇଛି, ଆପଣମାନେ ତାର ୱାର୍ଡଟା ବାହାର କରିବେ, ୱାର୍ଡ ଯାହା ବି ହବ ହେଲା। ତ 1 ପାଇଁ କ'ଣ ନା ଏ, 6 ପାଇଁ କ'ଣ ନା ଆମର ହଉଛି ଏନ୍ ଏ, ତାପରେ 3 ପାଇଁ ଆଇ, ତାପରେ 5 ପାଇଁ ଆମର ଏମ୍ ଏ, ତାପରେ 1 ପାଇଁ ଏ, 4 ପାଇଁ ଏଲ୍ ଏ, କ'ଣ ଆନିମାଲ୍ସ ବା ଆନିମାଲ, ତାପରେ ଗଲା। ତାପରେ 9 7, 9 ପାଇଁ ଡବ୍ଲୁ, 9 7, 7 ପାଇଁ ଆମର କ'ଣ ନା ଓ, ତାପରେ 8 ପାଇଁ ଆର୍, ଏଲ୍ ପାଇଁ 4, ଡି ପାଇଁ 2, ସରି
8 ପାଇଁ ଆମର କ'ଣ ନା ଆର୍, ତାପରେ 4 ପାଇଁ ଏଲ୍ ସରି ଏଲ୍, ତାପରେ 2 ପାଇଁ ଏଟାକି ଡି ୱାର୍ଲ୍ଡ ଆନିମାଲ ୱାର୍ଲ୍ଡ, ଏଟାକି ଆମର ଅପସନ୍ ଏ ରହିଛି ହେଲା, ବୁଝିପାରିଲେ। ତ ସେଇଭଳି ଭାବରେ ପରବର୍ତ୍ତୀ କ୍ୱେଶ୍ଚିନ୍ ଆପଣମାନଙ୍କୁ କହିଛି କ'ଣ, ଏଇଟା ଆପଣମାନେ ଏମିତି ଲେଖିବେ ତାପରେ କରିବେ ହେଲା। କଷ୍ଟ କ୍ୱେଶ୍ଚିନ୍ କିଛି ନାହିଁ, ଖାଲି ଆପଣମାନେ କ୍ୱେଶ୍ଚିନ୍ଟାକୁ ଭଲି ପଢ଼ିକି ବୁଝିବାର ଅଛି ହେଲା। ତ ସେଭଳି ଭାବରେ ପରବର୍ତ୍ତୀ କ୍ୱେଶ୍ଚିନ୍ ହେଉଛି ଇକୋନୋମିକ୍ସ ଇଜ୍ ନଟ୍ ମନି ହେଲା। ଇକୋନୋମିକ୍ସ ଇଜ୍ ନଟ୍ ମନି ହେଲା। ଯୋଉଟାକି ସେ କ'ଣ କହିଛି ନା ଆମର କେ ଏ ଏଲ୍ ଏ ଏଚ୍ ଓ କ'ଣ ନା ଜି ଏ, ବୁଝିଲା। ତ ସେଇଭଳି ଭାବରେ ତାପରେ ସେ କ'ଣ କହିଛି ନା ଡିମାଣ୍ଡ ଆଣ୍ଡ ସପ୍ଲାଏ ଇକୋନୋମିକ୍ସ ହେଲା। କ'ଣ ଲେଖା ହେଇଛି ତା ପାଇଁ, ଆମର ହେଉଛି MAO PA ତାପରେ PA K। ତ ସେଇପରି ଭାବରେ ତାପରେ ଲେଖା ଅଛି ମନି ମେକ୍ସ ଓନ୍ଲି ପାର୍ଟ, ଯୋଉଟାକି ଲେଖା ହେଇଛି କ'ଣ ZILANEEKI। ତାପରେ କ'ଣ ଲେଖା ହେଇଛି ନା ଡିମାଣ୍ଡ ମେକ୍ସ ଓନ୍ଲି ଡିମାଣ୍ଡ ମେକ୍ସ ସପ୍ଲାଏ ଇକୋନୋମିକ୍ସ। କୋଲ୍ ମାଇଣ୍ଡରେ କରିବେ, ଠିକରେ ଲେଖିବେ ହେଲା। ତାକୁ କ'ଣ ଲେଖା ହେଇଛି ଆମର ହେଉଛି ଦେଖାଉନି, ମୁଁ ଆପଣଙ୍କୁ କହିଦେଉଛି ହେଲା। ZIMAOKA ଆଣ୍ଡ TA ହେଲା। ଦେଖନ୍ତୁ ଆପଣ ଫାଷ୍ଟ ଦେଖନ୍ତୁ କି ଆମର ଏଠି ଇକୋନୋମିକ୍ସ ଅଛି, ଏଠି ମଧ୍ୟ ଇକୋନୋମିକ୍ସ ଅଛି, ଆଉ ଗୋଟେ ଇକୋନୋମିକ୍ସ ଅଛି, ଆଉ ଗୋଟେ ନାହିଁ, ବୁଝିପାରିଲେ। ଆଉ କ'ଣ ନା ଏଠି ଆମର ଆଉ ଇଜ୍ ଏଠି କୋଉଠି ନାହିଁ, ନଟ୍ ରହିଲା, ନଟ୍ ଏଠି କୋଉଠି ଅଛି କି, ନଟ୍ ଏଠି ମଧ୍ୟ କୋଉଠି ବି ନାହିଁ। ମନି କୋଉଠି ଅଛି କି, ହଁ ଏଠି ଅଛି। ମନି ପାଇଁ ଆମେ ତ୍ରିଭୁଜ କରିଦେଲେ, ଆଉ ମନି କୋଉଠି ଅଛି କି ନାହିଁ କୋଉଠି, ଦେଖନ୍ତୁ ଇକୋନୋମିକ୍ସ ଏଠି ଆ ସହିତ ଏଠି କ'ଣ କମନ୍ ଥିବ ଗୋଟେ, କ'ଣ ନା କେ ଏ ଏଠି କେ ହେଲା। ତ ଇକୋନୋମିକ୍ସ ପାଇଁ ଆମର କ'ଣ ନା କେ ଏ, ମନି ପାଇଁ ଆମର କ'ଣ ହବ, ଯାହା ବି ଗୋଟେ କମନ୍ ଥିବ ନା ଏଲ୍ ଏ, ଏଠି ମଧ୍ୟ ଏଲ୍ ଏ, ବୁଝିପାରିଲେ। ତାପରେ ଆସିଲା କ'ଣ ଡିମାଣ୍ଡ ପାଇଁ ଆମେ ରେକ୍ଟାଙ୍ଗେଲ କରିଦେଲେ, ଆଉ ଡିମାଣ୍ଡ କୋଉଠି ଅଛି ନା ଏଠି ଅଛି ଡିମାଣ୍ଡ, ତ ଏଠି ଥିବ, ଏଠି ମଧ୍ୟ ସପ୍ଲାଏ ମଧ୍ୟ ଅଛି ହେଲା, ସପ୍ଲାଏ ଏଠି ଅଛି। ଆଉ କ'ଣ ଇକୋନୋମିକ୍ସ ମଧ୍ୟ ଏଠି ମଧ୍ୟ ଅଛି ହେଲା। ତ ଇକୋନୋମିକ୍ସ ପାଇଁ ମଧ୍ୟ ଏଠି କ'ଣ ହେଇଯିବ, ଇକୋନୋମିକ୍ସ ପାଇଁ କ'ଣ କରିଥିଲେ ନା କେ ତ ଗଲା ଏଇଟା। ଆଉ କ'ଣ ହେଲା ମେକ୍ସଟା ଏଠି ଅଛି ହେଲା, ଏଠି ମଧ୍ୟ ସେମ୍ ଥିବ ନା ZI ମେକ୍ସଟା। ତାପରେ ଆସିଲା କ'ଣ ଆଉ ଡିମାଣ୍ଡ ରହିଲା, MI ରହିଲା, ଆଉ TA ରହିଲା। ଡିମାଣ୍ଡ ଆଉ ସପ୍ଲାଏ ଏଠି MI ତାପରେ TA, ଡିମାଣ୍ଡ ଆଉ MI, ଆଉ ରହିଲା କୋଉଠି କ'ଣ ଡିମାଣ୍ଡ ନାହିଁ ଆଉ କିଛି ହେଲା। ତ ଏଠି ଆପଣମାନେ କ୍ୱେଶ୍ଚିନ୍ ପଚାରିଥିଲା ମନି ପାଇଁ ଆମେ କ'ଣ ୟୁଜ୍ କରିଛନ୍ତି, ମନି ପାଇଁ ଆମେ ଫାଷ୍ଟ କ୍ୱେଶ୍ଚିନ୍ ଯୋଉଟାକି LA, ଯୋଉଟାକି ଆମର ଅପସନ୍ ଇ ହେଇଯିବ ସଠିକ ଆନ୍ସର ହେଲା। ତ ମନି ପାଇଁ ଆମେ କ'ଣ ୟୁଜ୍ କରିଛନ୍ତି ନା LA, ବୁଝିପାରିଲେ। ତ ସେଇଭଳି ଭାବରେ ସପ୍ଲାଏ ପାଇଁ ଆମେ କ'ଣ ୟୁଜ୍ କରିଛନ୍ତି, ସପ୍ଲାଏ ପାଇଁ ଦେଖନ୍ତୁ ଆମର ଏଠି ଦୁଇଟା ହେଇପାରିବ ସପ୍ଲାଏ ପାଇଁ, ଆଇଦର MI ନହେଲେ ଆମର କ'ଣ ନା TA, ସରି MAO ବୋଧେ ଏଇଟା, MAO ନହେଲେ TA ହେଲା, MAO ଏଟା ହେଲା, MAO ନହେଲେ TA, ଯୋଉଟାକି ଆମର ଅପସନ୍ କେତେ ନମ୍ବର ଅଛି ନା ଆମର ଅପସନ୍ ଇ ରହିଛି ହେଲା। ଆଇଦର MAO ନହେଲେ ଆମର ଅର୍ TA, ଯୋଉଟାକି ଆମର ଅପସନ୍ ଇ, କାହିଁକିନା ଆମର ଏଇଟା ଦୁଇଟାଙ୍କ ବଳିଲା ନା, ଆମେ ଗୋଟେକୁ କହିପାରିବା ନାହିଁ, ସେଥିପାଇଁ। ପରବର୍ତ୍ତୀ ଆମେ କ୍ୱେଶ୍ଚିନ୍କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଆପଣମାନଙ୍କୁ ଏଠି ପଚାରିଛି ହ୍ୱାଟ୍ ମେ ବି ଦ ପସିବୁଲ୍ କୋଡ୍ ଫର୍ ଡିମାଣ୍ଡ ଓନ୍ଲି ମୋର୍। ଦେଖନ୍ତୁ ଓନ୍ଲି ମୋର୍ ପାଇଁ ଆମେ କ'ଣ ୟୁଜ୍ କରିଛନ୍ତି, ଦେଖିବା ଏଠି ଓନ୍ଲି ଆଉ ମୋର୍ ପାଇଁ ଆମେ କ'ଣ ଛାଡ଼ିଥିଲେ
ଯୋଉଟା କି ଦେଖନ୍ତୁ ନେ ହେଇପାରିବ କି ହେଇପାରିବ ହେଲା। ଆଉ ମନି ପାଇଁ ଆମେ କ'ଣ ୟୁଜ୍ କରୁଛନ୍ତି? ମନି ପାଇଁ ଆମର ଏଲ୍ ଏ, ତ ଏଲ୍ ଏ ଥିବ ତା ସହିତ କ'ଣ ଥିବ ନା ନେ କିମ୍ବା କି ଥିବ, ଯୋଉଟାକି ଆମର କି ଆଣ୍ଡ ନେ ଏମ୍ ଓ, ଯୋଉଟାକି ଆମର ଅପସନ୍ ସି ହେଇଯିବ ସଠିକ ଆନ୍ସର ହେଲା। ତ ସେଇଭଳି ଭାବରେ ଏଠି ଆପଣମାନଙ୍କୁ ବୁଝାଇଛି, ଏଠି ଦେଖା ହେଇନି, କଟି ଯାଇଛି WOR ଆଣ୍ଡ ମନି। ଆଣ୍ଡ ମନିକୁ ଦେଖି ଆମେ କ୍ୱେଶ୍ଚିନ୍ କରିଦେବା ହେଲା। ଆଣ୍ଡ ମନି, ଆଣ୍ଡ ପାଇଁ କ'ଣ ୟୁଜ୍ କରାଯାଇଅଛି ନା ଆଣ୍ଡ ପାଇଁ ଆମର କ'ଣ ୟୁଜ୍ କରାଯାଇଅଛି ନା ଆମର ହେଉଛି PA ହେଲା। ଆଣ୍ଡ ପାଇଁ PA ହେଲା। ତ ସେଇଭଳି ଭାବରେ ଆଣ୍ଡ ପାଇଁ ଯଦି PA, ଆଉ କ'ଣ ରହିଲା? ଆଉ ରହିଲା ମନି। ମନି ପାଇଁ ଆମର କ'ଣ ନା ଆମର ହେଉଛି LA, ତ PALALU ହେଲା। ତ ଅପସନ୍ B ହେଇଯିବ ସଠିକ ଆନ୍ସର, କାହିଁକି ନା ଏଠି ଦୁଇଟା ଅଛି ନା, ତ ଏଇଟା ହେଇଯିବ ହେଲା। ଆଉ କ'ଣ ଅଛି କି? এটা ଦେଖେନି ନା, ତ କୋଶ୍ଚିନ୍ ଦେଖା ହଉନି, ତ ଏଟା ଛାଡ଼ି ଦିଅନ୍ତୁ ହେଲା। ତ ପରବର୍ତ୍ତୀ କୋଶ୍ଚିନ୍କୁ ପଳେଇବା। ଏଠି ଆପଣମାନଙ୍କୁ ପଚାରିଛି ମ୍ୟାକ୍ସ। ମ୍ୟାକ୍ସ ପାଇଁ ଆମେ କାହାକୁ ୟୁଜ୍ କରୁଛନ୍ତି? ତ ମ୍ୟାକ୍ସ ପାଇଁ ଆମେ କାହାକୁ ୟୁଜ୍ କରୁଛନ୍ତି ନା ଆମର ହେଉଛି ଦେଖନ୍ତୁ ଏଇଟା, ଏଟାକି ZI ହେଲା। ତ ଅପସନ୍ D ହେଇଯିବ ସଠିକ ଆନ୍ସର ହେଲା। କୋଶ୍ଚିନ୍ ଟିକେ ମଝିରେ ମଝିରେ କଟି ଯାଇଛି ନା, ତ ଟିକେ ଅସୁବିଧା ହେଉଛି ହେଲା, ଟିକେ ଆଡଜଷ୍ଟ କରିଦେବେ। ତ ପରବର୍ତ୍ତୀ ଆମେ କୋଶ୍ଚିନ୍କୁ ଯିବା। ଏଠି ଆପଣମାନଙ୍କୁ କହିଛି ମିନ୍, ଫିନ୍, ବିନ୍, ଜିନ୍, ତା ମାନେ କ'ଣ? Trains are always late. Keen, din, sin, ଇନ୍କୁ କ'ଣ କୁହାଯାଇଛି ନା ଆମର ଡ୍ରାଇଭର୍ସ ୱେୟାର ଅଲୱେଜ୍ ପନିଶ୍ଡ। ବୁଝିପାରିଲେ? ତ ସେଇଭଳିଆ ବିନ୍, ସିନ୍, ଭିନ୍, ରିନ୍କୁ ଆମେ କ'ଣ କହିଥାନ୍ତି ନା ଡ୍ରାଇଭର stopped all train. दिन, किन, फिन, भिन को आम कौन लिखना ना ऑल पैसेंजर्स वेयर लेट है। तो आम मैंने क्या कौटा यूज कर बाहर करवा। देखो ये कौन है देखिए फास्ट ये मीन अच्छी आउ कौट मीन अच्छी आमर कौट मीन अच्छी मीन तो कौटी ना आउ कमन देखी फास्ट मीन कौटी ना छाड़ दिवाटा टे दवाटा देखो फास्ट आमर कौन अच्छी ना आमर ये फास्ट कमन देखा देखो बीन अच्छी बीन अच्छी आउ कौन कमन अच्छी कि आउ किसी ना। तो ये देखो आउ कौन वार्ड कौन कमन अच्छी जोटा कि देखो ये आमर आउ कौन अच्छे ट्रेन ये ट्रेन अच्छी ये ट्रेन अच्छी बुझे। तो बीन पे कौन यूज कल ना ट्रेन है। तापर आसला कौन तापर आसला फिन। फिन कौट रहा ये देखो फिन अच्छी ये देखो फिन अच्छी ये देखो लेट अच्छी ये देखो लेट अच्छी ओके। तो से भाव में आउ कौन रहा देखो ये आमर डीन अच्छी ये आमर डीन अच्छी आउ कौन रहा ये ड्राइवर पैसेंजर ऑलवेज ड्राइवर ऑलवेज पनिश्ड दिन 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 अच्छे हाँ ये ओयर अच्छे ओयर कमन अच्छे ये ओयर कमन अच्छे। तो तापर आसला कौन तो ड्राइवर ड्राइवर देखो ये अच्छे ये अच्छे आउ कौन कमन हो पार ये कौन आउ कमन अच्छे ना ये देखो आमर ये सीन ये अच्छी है। तो ये कौन ये सीन अच्छी सीन टाक से ड्राइवर सीन अच्छी है गला। तो देखो ये आम मैंने ओयर पाइले लेट्र पाइले कि नहीं हाँ ड्राइवर ओयर लेट मैं ड्राइवर मैंने कौन ना आमर सीन सीन तापर आमर ड्राइवर सीन ओयर आमर कौन आमर हूँ ट्रायंगल जोटा कि दिन तापर तापर लेट लेट जोटा कि आमर क्या ना फिन है फिन। सठिक आंसर कौन ना सीन दिन फिन ऑप्शन बी विल बी राइट आंसर ओके।
ଅପସନ୍ ବିଟା ଆମର ସଠିକ୍ ଆନ୍ସର ହେଇଯିବ ଫାଷ୍ଟର। ତ ସେ ଆମେ ଗୋଟେ କ୍ୱେଶ୍ଚିନ୍ ଥିଲା ହେଲା। ତ ଆପଣମାନେ ଜାଣିପାରିଲେ କି କାହା ପାଇଁ କ'ଣ ୟୁଜ୍ କରାଯାଇଛି। ଆପଣମାନେ ଏଇ ପ୍ରୋସେସରେ କରିବେ ଯଦ୍ୱାରା କି ଆପଣମାନେ ସବୁ ୱାର୍ଡର ସବୁ କୋଡ୍ ଫାଷ୍ଟ ବାହାର କରିବେ ଏବଂ ତାପରେ ଆପଣମାନେ ଯାହା ବି କିଛି କ୍ୱେଶ୍ଚିନ୍ ଦେଇଥିବ ସେଇ ୱେରେ ଆପଣମାନେ କରିବେ। ଓକେ, ତ ମୋର ଆଶା ଆପଣମାନେ ସବୁ କ୍ୱେଶ୍ଚିନ୍କୁ ଠିକ୍ ଭାବରେ ବୁଝିପାରିଥିବେ। କ୍ୱେଶ୍ଚିନ୍ ବୁଝିବା ଦରକାର ନାହିଁ, କ୍ୱେଶ୍ଚିନ୍ର ପ୍ରୋସେସ୍ ହେଲା, କୋଉ ୱେରେ ଆମେ ମାନେ କରିବା ଯଦ୍ୱାରା କି ପିଲାଟି ବୁଝିପାରିବ ସେଇଟା ମୁଁ ଆପଣମାନଙ୍କ କତିରେ ପ୍ରେଜେଣ୍ଟେସନ୍ କଲି। ଆପଣମାନଙ୍କୁ ଭିଡ଼ିଓ କେମିତି ଲାଗିଲା ମୋତେ କମେଣ୍ଟରେ ଜଣାଇବେ। ଭିଡ଼ିଓକୁ ନିହାତି ମାନେ ଲାଇକ୍ କରିଦେବେ ଏବଂ ତା ସହିତ ସବୁ ଟପିକ୍ ୱାଇଜ୍ ହେଲା, ଜିକେ ହଉ ଆମର ମାନେ ଓଡ଼ିଆ ଗ୍ରାମାର ମାନେ ଯାହା ବି ମାନେ ଗୋଟେ ଗଭର୍ଣ୍ଣମେଣ୍ଟ ଏକ୍ଜାମ ପାଇଁ ଯାହା ବି ସବଜେକ୍ଟ ଅଛି ସବୁ ସବଜେକ୍ଟ ୱାଇଜ୍ ଏବଂ ତା ସହିତ ଚାପ୍ଟର ୱାଇଜ୍ ମାନେ କ୍ଲାସ୍ ଅପଲୋଡ଼ ହେଉଛି ଏବଂ ହେଇସାରିଛି କିଛି। ଯଦି ଆପଣମାନେ ଦେଖିନାହାନ୍ତି ଯାଇକି ଫାଷ୍ଟରୁ ଦେଖନ୍ତୁ, ସବୁ ପ୍ଲେଲିଷ୍ଟରେ ଆଭେଲେବୁଲ୍ ଅଛି। ଓକେ, ତ ଭିଡ଼ିଓକୁ ଫାଷ୍ଟରୁ ଲାଷ୍ଟ ଯାଏଁ ଦେଖିଥିବାରୁ ଧନ୍ୟବାଦ। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।